ଗଞ୍ଜାମର ଗର୍ବ ବ୍ରହ୍ମପୁରର 18 ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ହିମାଚଳ ପ୍ରଦେଶରେ ଅନୁଷ୍ଠିତ IWLF ଜାତୀୟ ଭାର ଉତ୍ତୋଳନ ଚାମ୍ପିଅନସିପ୍ରେ ବାଳକମାନଙ୍କ 49 କିଲୋଗ୍ରାମ ଯୁବ ବର୍ଗରେ 203 କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାସହ 115 କିଲୋଗ୍ରାମ ଭାର ଉତ୍ତୋଳନ କରି ସେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଆଜି ମନ୍ କି ବାତ୍ର 122ତମ ଏପିସୋଡରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ଷବର୍ଦ୍ଧନଙ୍କ କଥା କହି ବହୁତ ପ୍ରଶଂସା କରିଛନ୍ତି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭିଡ଼ିଓ କଲ୍ ଜରିଆରେ କଥା ହୋଇ ହର୍ଷବର୍ଦ୍ଧନଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଦେବା ସହିତ ଭବିଷ୍ୟତରେ ଗଞ୍ଜାମ ଜିଲ୍ଲା ପାଇଁ ସେ ଆହୁରି ଗର୍ବ ଆଣିଦିଅନ୍ତୁ ବୋଲି କାମନା କରିଥିଲେ। ଗଞ୍ଜାମରୁ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ। ହର୍ଷବର୍ଦ୍ଧନ ନମସ୍କାର ନମସ୍କାର। ଯାହା ଭଲ ଲାଗିଲା ଆଜି ତମ ନାଁ ପ୍ରଧାନମନ୍ତ୍ରୀ ନିଜେ ଧରିଲେ ମନ୍ କି ବାତ୍ରେ ଏବଂ ଆମେ ବହୁତ ଗର୍ବିତ, ବହୁତ ଖୁସି ଲାଗୁଛି ଯେ ଆମ ମାଟିର ପୁଅ, ବ୍ରହ୍ମପୁର ମାଟିର ପୁଅ ଯେତେବେଳେ ଓଡ଼ିଶା ମହାରାଷ୍ଟ୍ର କଥା ସବୁ କହୁଥିଲେ ଖେଲୋ ଇଣ୍ଡିଆର କୃତିତ୍ୱ କଥା ଏବଂ କିଏ ହର୍ଷବର୍ଦ୍ଧନ ଓଡ଼ିଶାର ବୋଲି ଦେଖିବାକୁ ବ୍ରହ୍ମପୁର ଆମକୁ ବହୁତ ବଢ଼ିଆ ଖୁସି ଲାଗିଲା। ତମ ପୁଅରେ ବି କଥା ହେଲି, କୋଉଠି ଅଛ ଏବେ? ତମେ ବ୍ରହ୍ମପୁର ଆସିବ, ତମ ସ୍କୁଲ କାମ କ'ଣ ଥିଲା? ଠିକ୍ ଠିକ୍ ଠିକ୍। ଭୁବନେଶ୍ୱର କେତେବେଳେ ପହଞ୍ଚିବ? ରହିବ ରହିବ ବ୍ରହ୍ମପୁରରେ କେତେ ରହିବ? ହଉ ମୁଁ ଅଛି ହେଲା, ମୁଁ ଅଛି, ଯିବି ଆମର ଘରକୁ ଯିବି ତ ନିଶ୍ଚୟ ତମେ ଆସ, ଘରକୁ ଆସ, ଯିବି ହେଲା। ଯେତେବେଳେ ଯାହା ଦରକାର ତମ ମତରେ କଥା ହେଲି। ଆଉ ତମର ଉଜ୍ଜ୍ୱଳ ଭବିଷ୍ୟତ ଆମେ କାମନା କରୁଛୁ, ଆମ ବ୍ରହ୍ମପୁର ପାଇଁ, ଆମ ଓଡ଼ିଶା ପାଇଁ, ଆମ ଜିଲ୍ଲା ପାଇଁ, ଗୌରବ ଆଣିଛ, ଦେଶ ପାଇଁ ଗୌରବ ଆଣିଦିଅ ହେଲା। ସମ୍ପୂର୍ଣ୍ଣ ସହାୟତା ରହିବ ହେଲା। ତମ ବାପା ମାଆଙ୍କୁ ବହୁତ ଧନ୍ୟବାଦ ବୁଝିଲା। एकनापि सुलक्षण पुष्पितेन सुगन्धिना वास्तव तद्वनं सुपुत्राण कुर्वन् तथा। भल पुओ जन्म होगले केवल घर नहीं, समस्त उद्धार हो। बढ़िया लगे ना? भल लगे? ठीक ठीक, धन्यवाद। आस आस।